लीलामय विग्रहाय हेमाभ्य छवि सुंदराय तस्मै महाप्रेम रस प्रदाय चैतन्य चंद्राय नमो नमस्ते। चैतन्य महाप्रभु जी नित्यानंद प्रभु अन्य भक्त मान सहित शांतिपुर रे पहुंची। शांतिपुरवासी शांतिपुर रे लोक माने तंकर अपूर्व सन्यास वेश को दर्शन करी दुख दुख अनुभव करचंती। आनंद रे विउढ़ होई उच्च कंठरे हरिध्वनि करुचंती। हरि हरि कृष्ण कृष्ण गोविंद गोविंद। प्रथमे दुख प्रकाश करिचंती। आहा आज चैतन्य महाप्रभु आज माता को विष्णुप्रिया को छाड़ी आज सन्यासी ग्रहण करिचंती। दुखित होइचंती समस्ते पुणे आनंद रे आम मानकर कल्याण मंगल पे आज महाप्रभु सन्यासी धारण करिचंती। पुणे सुख अनुभव करचंती। आनंद रे कृष्ण कृष्ण गोविंद 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 कही हरिध्वनि करुचंती महाप्रभु दर्शन करिके। तो महाप्रभु शांतिपुर रे भक्त मान को देखुचंती। चारि दिगरे आज शांतिपुरवासी दंडवत प्रणाम करुचंती। चैतन्य महाप्रभु दंडवत प्रणाम करुचंती। चैतन्य महाप्रभु देखुचंती चारिआडे नयन भरे देखुचंती। समस्ते आज हरि हरि कृष्ण कृष्ण कही आज दंडवत प्रणाम करुचंती। आ प्रभु श्री बदन श्री मुख कमल हरे कृष्ण 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 हरे 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 राम 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 हरे हरे नाम उच्चारित होछि। आउ कमल नयन अविरल आनंद धारा प्रभावित होछि। सर्व अंगरु अपूर्व ज्योति प्रकाश पाउछि। ज्योति भगवान शरीर अपूर्व ज्योति प्रकाश बाहरुछि। सर्वलोक महेश्वर प्रभुंकर अपूर्व सन्यासी मूर्ति दर्शन करी शांतिपुरवासी ऊर्ध्वबाहु करी त्राही 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 बोली प्रेमाश्रु विसर्जन करछंती। सुनिया पूर्वती उच्च हरिध्वनि बाहिरे होइला तबे न्यासी शिरोमणि। चैतन्य भागवत रे खाली खाली नाम 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 संकीर्तन नाम कीर्तन नाम जप कहीं स्वयं अनंत कोटि ब्रह्मांडर नायक कृष्ण स्वयं नाम प्रचार करने को आछंती। हरिनाम प्रचार करने को आछंती। जोगधर्म प्रचार करने को आछंती। कलितारक मंत्र प्रचार करने को आछंती। तांको ठारू तांका नाम केमिति बड़ तांको ठारू तांका नाम केमिति श्रेष्ठ तांको ठारू तांका नाम रे केमिति सब शक्ति रखिचंती ये प्रचार करिया को आज चैतन्य भागवत देखी खाली नाम संकीर्तन संकीर्तन कीर्तन संकीर्तन संकीर्तन कीर्तन किछि भाव प्रेम कहीं न स्वयं अनंत कोटि ब्रह्मांडर नायक आज गोलक वृंदावन परित्याग करी गोलकंच परित्यज्य निज घर गोलक वृंदावन परित्याग करी छाड़ी लोकानां हित कारणम लोक मानकर कल्याण मंगल करिया पई कलौ गौरांग रूपेण कलिजुग रे गौरांग महाप्रभु रूप लीला लावण्य विग्रह
लीलाखेला କରୁଛନ୍ତି। ଯଦି ସୌଭାଗ୍ୟ ଆମର এই ଜଷ୍ଟ 500 ବର୍ଷ ପୂର୍ବରୁ ପ୍ରଭୁ ଲୀଳାଖେଳା କରି ଆମ ଜଗନ୍ନାଥ ପୁରୀ ଧାମରେ ଲୀଳାଖେଳା କରି ଅପ୍ରକଟ ହେଇଛନ୍ତି ତୋଟା ଗୋପୀନାଥଙ୍କ ମନ୍ଦିର ଶ୍ରୀଅଙ୍ଗରେ। ତୋଟା ଗୋପୀନାଥ ମନ୍ଦିରରେ କୀର୍ତ୍ତନ କରୁ କରୁ ତୋଟା ଗୋପୀନାଥଙ୍କ ଶ୍ରୀଅଙ୍ଗରେ ପ୍ରବେଶ କରି ଯାଇଛନ୍ତି। ଜୟ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ ସେଇ କୃଷ୍ଣଙ୍କ ଅଙ୍ଗରେ ପ୍ରବେଶ କରି ଯାଇଛନ୍ତି। କିଛି ପଣ୍ଡା ମାନେ ଦେଖୁଛନ୍ତି ଚୈତନ୍ୟ ମହାପ୍ରଭୁ ha କୃଷ୍ଣ ଯାଇକି ଜଗନ୍ନାଥଙ୍କ ଭିତରେ ପଶି ଯାଇଛନ୍ତି, ଜଗନ୍ନାଥଙ୍କ ଶରୀରରେ ଲୀନ ହେଇଛନ୍ତି, ଅର୍ଥାତ୍ ସେ ହେଉଛନ୍ତି ଜଗନ୍ନାଥ। କିଛି ଦେଖୁଛନ୍ତି ଚୈତନ୍ୟ ମହାପ୍ରଭୁ ସମୁଦ୍ର ଆଡ଼କୁ ଯାଉଛନ୍ତି, ଦୌଡ଼ି ଦୌଡ଼ି ଯାଉଛନ୍ତି, ସମୁଦ୍ରରେ ପାଣିରେ ମିଶେଇଛନ୍ତି, କିନ୍ତୁ ସମୁଦ୍ରରେ ଗଙ୍ଗା ଅଛନ୍ତି ନା, ଗଙ୍ଗା ତାଙ୍କ ଚରଣ ଧୁଆ ଜଳ, ଏ ସମୁଦ୍ର ବି ତାଙ୍କର ଚରଣ ଧୁଆ ଜଳ, ସବୁ ନଦୀର ସମାରୋହ। ମହାପ୍ରଭୁ ଆମେ କେତେ ସବୁ ଭାଗ୍ୟବାନ, କାହିଁକିନା ବ୍ରହ୍ମାଙ୍କର ଗୋଟିଏ ଦିନରେ ଭଗବାନ ଦ୍ୱାପର ଯୁଗରେ କୃଷ୍ଣ ଆସନ୍ତି, ଭଗବାନଙ୍କର ଗୋଟିଏ ଦିନରେ ତ୍ରେତୟା ଯୁଗରେ ଭଗବାନ ରାମ ଆସନ୍ତି, ଆଉ ଭଗବାନଙ୍କର ଗୋଟିଏ ଦିନରେ ନାଇଁ ବ୍ରହ୍ମାଙ୍କର ଗୋଟିଏ ଦିନରେ କଳି ଯୁଗରେ ଚୈତନ୍ୟ ମହାପ୍ରଭୁ ଆସନ୍ତି ଗୋଟିଏ ଦିନରେ। ଜଷ୍ଟ ଏଇ ଏବେ ଭଗବାନ ଲୀଳା ଖେଳା କରିକି 5,000 ବର୍ଷ ପୂର୍ବରୁ ଲୀଳା ଖେଳା ସମାପ୍ତ କରି ଆଜି ଭଗବାନ କୃଷ୍ଣ ଅନ୍ତର୍ଧ୍ୟାନ ହେଇଛନ୍ତି। ତାପରେ ପରେ ଚୈତନ୍ୟ ମହାପ୍ରଭୁ ସେଇ କୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପରେ ଆସି ଲୀଳା ଖେଳା କରି ସନ୍ନ୍ୟାସ ଲୀଳା ଖେଳା କରି ଆଜି ମୋତେ ପୁନଃ ଜଗନ୍ନାଥ ପୁରୀରେ ଆଜି ନିଜକୁ ହଜେଇ ଦେଇଛନ୍ତି। ସେଇ ଚୈତନ୍ୟ ମହାପ୍ରଭୁ ନୀଳାଚଳେ ଶଙ୍ଖ ଚକ୍ର ଗଦା ପଦ୍ମଧର ନଦିଆ ନଗରେ ଦଣ୍ଡ କମଣ୍ଡୋଳ କର। ନୀଳାଚଳ ଧାମରେ ପୁରୀ ଧାମରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିକି ପ୍ରଭୁ ଜଗନ୍ନାଥ ବିରାଜମାନ ଅଛନ୍ତି ରତ୍ନ ସିଂହାସନରେ ଉପରେ। ସେଇ ଜଗନ୍ନାଥ ନଦିଆ ନବଦ୍ୱୀପରେ ଦଣ୍ଡ କମଣ୍ଡୋଳ କର, କମଣ୍ଡଳ ଦଣ୍ଡ ଧାରଣ କରି ସନ୍ନ୍ୟାବେଶ ଧାରଣ କରି ଲୀଳାଖେଳା କରୁଛନ୍ତି ଜୀବଙ୍କର ଉଦ୍ଧାର ଜୀବଙ୍କର ମଙ୍ଗଳ କଲ୍ୟାଣ ପାଇଁ। ଇୟ ପୂର୍ବ ଶୋଭା ସେ କହିଲେ କିଛି ନୟ, କୋଟି ଚନ୍ଦ୍ର ହେ ନ ଆସି କରିଲା ଉଦୟ। ଆଜି ଶାନ୍ତିପୁରବାସୀ ଦର୍ଶନ କରୁଛନ୍ତି କୋଟି କୋଟି ଚନ୍ଦ୍ରଙ୍କର ପ୍ରକାଶ ଯେମିତି ହୁଏ, ଠିକ୍ ସେଭଳି ମହାପ୍ରଭୁଙ୍କ ମୁଖରୁ ଆଜି କୋଟି ଚନ୍ଦ୍ର ସୁଶୀତଳ, କୋଟି କୋଟି ଚନ୍ଦ୍ର ମୁଖ ଆଜି ମୁଖରେ ଯେମିତି କୋଟି କୋଟି ଚନ୍ଦ୍ର ପ୍ରକାଶ ଯେମିତି ଶୀତଳତା ପ୍ରଦାନ କରେ, ଆଜି ଚୈତନ୍ୟ ମହାପ୍ରଭୁଙ୍କର ସେ ଚନ୍ଦ୍ରବଦନ ଆଜି ସମସ୍ତେ ଦର୍ଶନ କରି ଶାନ୍ତି ଆନନ୍ଦରେ ଉବୁଡୁବୁ ହେଉଛନ୍ତି। ସର୍ବଦା ଶ୍ରୀ ମୁଖେ ହରେ କୃଷ୍ଣ ହରେ ହରେ ବୋଲିତେ ଆନନ୍ଦ ଧାରା ନିରବଧି ଝରେ। ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ସଦାବେଳେ ଏହି କୃଷ୍ଣ ସେ ତାଙ୍କ ନାମକୁ କ'ଣ କରୁଛନ୍ତି, ଶ୍ରୀମୁଖେ ହରେ ସଦାବେଳେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ କହୁଛନ୍ତି। ଆଉ ନିରବଧି ଆନନ୍ଦ ଧାରା ଅଶ୍ରୁରୁ ବହି ଚାଲିଛି, ଆଖିରୁ ବହି ଚାଲିଛି ନିରବ। ଚତୁର୍ଦିଗେ ସର୍ବଲୋକ ଦଣ୍ଡବତ ହୟ, କେକାର ଉପରେ ପଡ଼େ ନାହିଁ ସମୁଚୟ। କୋଟି କୋଟି ଲୋକ ତାପରେ ପଢ଼ାପଢ଼ି ହଉଛନ୍ତି,
ଠେଲା ପେଲା ସବୁ ହେଇଯାନ୍ତି କି ଜଗନ୍ନାଥ ପୁରୀରେ ତମେ ଗଲେ ଭିତରକୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଠେଲା ପେଲା ଚଢ଼ାଚଢ଼ି ହେଉଛନ୍ତି। ଠିକ୍ ସେଇଭଳିଆ ଆଜି ଯେମିତି ଜଗନ୍ନାଥଙ୍କ ଆଗରେ ଠେଲା ପେଲା ଚଢ଼ାଚଢ଼ି ଲୋକମାନେ ହେଇଯାଆନ୍ତି ଦର୍ଶନ କରିବା ପାଇଁ, ଠିକ୍ ସେମିତି ଆଜି ଶାନ୍ତିପୁରରେ ଅଯୋଧ୍ୟାଚାର୍ଯ୍ୟଙ୍କ ଘରେ ଆଜି ହଜାର ହଜାର ଲୋକ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଠେଲା ପେଲା ହେଇକି ପଡ଼ି ଯାଉଛନ୍ତି। ଟିକେ ଦର୍ଶନ କରିବେ ପ୍ରଭୁଙ୍କୁ, ସନ୍ନ୍ୟାସୀ ଠାକୁରଙ୍କୁ ଟିକେ ଦର୍ଶନ କରିବେ, ଦର୍ଶନ କରି ପବିତ୍ର ହେବେ, ଶୁଦ୍ଧ ହେବେ। ଯେଉଁମାନେ ଚୈତନ୍ୟ ମହାପ୍ରଭୁ ଆଗରୁ ଦର୍ଶନ କରିନଥିଲେ ସେମାନେ ଆଜି ଦେଖୁଛନ୍ତି ସନ୍ନ୍ୟାସୀଙ୍କର ସୁନ୍ଦର ରୂପ, ଆଉ ସନ୍ନ୍ୟାସୀ ରୂପକୁ ଦର୍ଶନ କରି ପରମ ଆନନ୍ଦ ଅନୁଭବ କରୁଛନ୍ତି। ପରମାନନ୍ଦ ହେ ମାଧବ, ପରମ ଆନନ୍ଦ ଅନୁଭବ କରୁଛନ୍ତି ସମସ୍ତେ। ଆଉ କିଏ କୋଉ ଭଳିଆ ଦର୍ଶନ କରୁଛି, କିଏ କୋଉ ଭଳିଆ ଦର୍ଶନ କରିକି ଅନୁଭବ କରୁଛି, ଆଜି ଲୋଚନ ଦାସ ଠାକୁର ଲେଖିଛନ୍ତି। ଯେମିତି ଭଗବାନ କୃଷ୍ଣ ଯେତେବେଳେ ଯାଇଥିଲେ ମଥୁରା ଯାଇଥିଲେ, ମଥୁରାରେ ନାରୀମାନେ ଦେଖୁଛନ୍ତି ସ୍ୱୟଂ କାମଦେବ, ପିଲାମାନେ ଦେଖୁଛନ୍ତି ଓ ଇଏ ଆମର ସାଙ୍ଗ, ଭକ୍ତମାନେ ଦେଖୁଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ, କଂସ ଦେଖୁଛି ମୋର ମୃତ୍ୟୁ ଆସିଛି। ସୁନ୍ଦର ବର୍ଣ୍ଣନା ଅଛି। ଆଜି ସେଇଭଳିଆ ଶାନ୍ତିପୁରରେ ଲୋକମାନଙ୍କର ଭାବ କେମିତି? ଆଛିଲ ଅଧିକ କୋଟି ଗୁଣ ଦେହ ଛଟା, ଆର ତାହେ ଉଜ୍ଜଳ ଚନ୍ଦନ ଦୀର୍ଘ ଫୁଟା। ବୁଝିପାରିବେ କଥା? ଗୋରା ଗାଏ ଅରୁଣ ବସନ ଭଜିଆର, ପ୍ରାତ କାଳର ସୂର୍ଯ୍ୟ ଜିନି ବରଣ ତାହାର, ଦଣ୍ଡ করে ଆଇଲ ମତ ସିଂହେର ଗମନେ, ଦେଖି ଆସ କଳ ଲୋକ ପଡ଼ିଲା ଚରଣେ। ଦେଖୁଛନ୍ତି ଯେମିତି ସୂର୍ଯ୍ୟ ଉଦୟ ହେଲେ ଅରୁଣ ବର୍ଣ୍ଣ ଦେଖାଯାଏ, ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଅରୁଣ ବର୍ଣ୍ଣ ଦେଖାଯାଏ। ଆଜି ଚୈତନ୍ୟ ମହାପ୍ରଭୁ ସେମିତି ଆଜି ସନ୍ନ୍ୟାସୀ ବେଶ ଧାରଣ କରି ଯେମିତି ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହେଉଛନ୍ତି, ସେଭଳି ଆଜି ଦେଖାଯାଉଛନ୍ତି ଶାନ୍ତିପୁରରେ। ଆଜି ସୂର୍ଯ୍ୟ ଉଦୟରେ ଶାନ୍ତିପୁରରେ ଯେମିତି ସୂର୍ଯ୍ୟ ଚନ୍ଦ୍ର ଉଦୟ ହେଉଛନ୍ତି, ଆଜି ଉଦୟ ହେଇଛନ୍ତି ଶାନ୍ତିପୁରରେ। হিয়া জোড়াইল দেখি অঙ্গের ছটাঙ্গ, পাশরিল সর্বজন দুঃখ লাখে লাখ, আনন্দে ভরিল হিয়া নাহি সুখ দুঃখ, এক দৃষ্টে চাহে সর্বে বিশ্বম্বর মুখ। ଶାନ୍ତିପୁରବାସୀ ମାନେ, ଶାନ୍ତିପୁରରେ ଲୋକମାନେ ପ୍ରଭୁଙ୍କର ଚନ୍ଦ୍ରବଦନଙ୍କୁ ଏକ ଦୃଷ୍ଟିରେ ଚାହିଁଥାନ୍ତି। କି ସୁନ୍ଦର ପ୍ରଭୁଙ୍କର ସୁନ୍ଦର ରୂପ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। କନ୍ଦର୍ପ କୋଟି କମନୀୟ ବିଶେଷ ଶୁଭମ୍, କୋଟି କୋଟି କନ୍ଦର୍ପଙ୍କ ଠାରୁ ଆହୁରି ସୁନ୍ଦର ଭଗବାନ କୃଷ୍ଣ ବା ଚୈତନ୍ୟ ମହାପ୍ରଭୁ ଜଗନ୍ନାଥ ଯାହା କହୁଛନ୍ତି, କୋଟି କୋଟି କନ୍ଦର୍ପ ସବୁ। ଆଉ ଭଗବାନ ହଉଛନ୍ତି ସର୍ବାକର୍ଷଣ, ସମସ୍ତଙ୍କୁ ଆକର୍ଷଣ କରନ୍ତି। ସେ ବଡ଼ ଚୁମ୍ବକ, ଯେଉଁ ଚୁମ୍ବକ ଲୁହାକୁ ଆକର୍ଷଣ କରେ, ସେଥିପାଇଁ ଭଗବାନ କୃଷ୍ଣ ହଉଛନ୍ତି ବଡ଼ ଚୁମ୍ବକ। ଆମେ ଜୀବାତ୍ମା ସବୁ ଲୁହାର ଗୋଟେ ଗୋଟେ କଣ୍ଟା ଟୁକୁଡ଼ା, ସିଏ ଆକର୍ଷଣ କରୁଛନ୍ତି ଆମକୁ।
जगन्नाथ पुरी रे केते लोक लक्ष लक्ष कोटी कोटी लोक केमती आकर्षित होउछन्ति चुंबक जेमती लुहा आकर्षित करे फट 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 सेमिति जगांकर ए कालिया मुखटी के दर्शन करने को कला श्री मुखटी के दर्शन करने को लक्ष लक्ष कोटी कोटी लोक भेड़ा उतरा होउछन्ति टिके जगार टिके कालिया कला बदन टिके देखिदेवे श्री बदन टिके देखिदेवे बास सती आउ कुछ से भाया से जय गौर से कृष्ण से जगन्नाथ से चैतन्य महाप्रभुंकर आज दर्शन पाई दर्शन करी आज मुख मुखार बिंदु अमृत पान करुचंती महाप्रभु चंद्रबदन को चाहिए रही चैतन्य महाप्रभु अद्वैत आचार्य कौन करचंती अद्वैत प्रभु निज जन संगे निज परिवार निज प्रिय भक्त मान संगे प्रभु को निज घर को आनी घर को जमी बहु को वंदापना कर घर को आनती चैतन्य महाप्रभु आज ठाकुर को वंदना करी दी चार जन धरी महाप्रभु को दी पाखरे एपाखरे से पाखरे पछरे महाप्रभु को धीरे धीरे लेके जाऊँ घर भीतर को पाद जुगल को दुई भाव द्वारा दृढ़ भाव धारण करिसंती कहीं महाप्रभु भाव अच्छी डाण भागरे दी चार जन बाम भागरे दी चार जन पछरु महाप्रभु को धारण करी धीरे 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 आज अद्वैत आचार्य घर को लेके जाउछंती आकुल प्राण रे आर्तनाद करी कांदी उठुचंती जा प्रभु को चरण कमल छाड़ू ना तांकर नयन जल रे प्रभुंकर श्रीचरण कमल अभिषेक कले सब भक्त मानकर अश्रु जल रे महाप्रभुंकर चरण को धोई दौरान प्रेमानंद रे मूर्छित होई अद्वैत आचार्य श्री गौर भगवान को चरण तले निपतित हेले निज अश्रु रे निजर प्रेमाश्रु रे चैतन्य महाप्रभु को चरण धोई देइछंती पानी आवश्यक नहीं जल आवश्यक नहीं निज आखिरु नयनरु जल को आज चैतन्य महाप्रभुंकर चरण को धोई देइछंती अद्वैत आचार्य किए महाविष्णु और शिव शिवंकर अवतार महाप्रभु जो आसचंती चैतन्य महाप्रभु भगवान कृष्ण जो लीला खेला कराइबा आसचंती सेतेबेले नारद आसचंती श्रीवास ठाकुर रूप में राधाराणी आसचंती गदाधर रूप में अद्वैत आचार्य आसचंती विष्णु और सदाशिव शिव और शिव और विष्णुंकर दी जन मिसी अद्वैत आचार्य रूप में आसचंती 2 in 1 जमी आम मोबाइल दीटा सिम पकौ सेमती अद्वैत आचार्य होती श्री विष्णु आओ सदाशिव आओ नित्यानंद प्रभु स्वयं बलराम आज प्रेम अश्रुरे महाप्रभुंकर चरण धोई देइछंती अद्वैत आचार्य निज को संभाली पारि नाहंती महाप्रभु को चरण रे द्राम करी पड़ी जाइछंती अद्वैत आचार्य श्री गौर भगवान चरण तले निपतित हेले संभ्रम अद्वैत देखी निज प्राणनाथ पाद पद्मे पड़िले न हई दंडपात निज प्राणनाथ को दर्शन कर प्राणर नाथ आमर प्राणनाथ होती से कृष्ण से जगन्नाथ से कृष्ण
आमर प्राणनाथ आमर प्राण को सी बंचेक रखिंट से जीवन दे जीवन धारण कर जीवन धारण करुँच जहाँ जुग आम जीवन धारण करूँ जहाँ जुग आम देखिपुँ जहाँ जुग खाई पारुचु जहाँ जुग चली पारुचु केवल से परमात्मा जगतनाथ जगन्नाथ आम हृदय थी प्राणनाथ आउ किए प्राणनाथ ना प्रकृत प्राणनाथ होती से जगतनाथ जगन्नाथ से थिबा जो आम शरीर बंचेक रखीचु बंचिक अच्छी से आज अद्वैताचार्य निज प्राणनाथ बोली कहीकि मो प्राणनाथ कही कांदी कांदी आज चरण में पड़ जाती हई दंडपात दंड दंडवत प्रणाम आम कौन करूँ छिड़ा है मुंडर हाथ निंद करदे प्रणाम सेमती हुए नहीं हाथ ठरा प्रणाम नहीं आखि ठरा प्रणाम से कहुए आखि ठरा प्रणाम नहीं दंड प्रणाम कर जगन्नाथ गुरु कृष्ण को दंड प्रणाम आर्तनादे लागिले न क्रंदन करीते ना छाड़े न पाद पद्म दुई बाहु आर्तनाद पिला जमी कांदती आर्तनाद करुद्वैताचार्य प्राणनाथ को पाई आर्तनाद करुँच चरण टाक भिड़िकी धरी छाड़ुना श्रीचरणे अभिषेक करी प्रेम जले दुई हस्ते तोड़ी प्रभु लइले नकुले प्रेम जल अद्वैताचार्य निजर प्रेम जल आज चैतन्य महाप्रभु को चरण धोई दौरान अभिषेक कर दौरान महाप्रभु को चरण को महाप्रभु आउ सही पारे ना आहा मोर भक्त मोपाई माने पागल पिला छुआ संसार नहीं घर संसार करिसंती तथापि सेमान प्रति आसक्ति नहीं सेमान प्रति लगाव नहीं मो प्रति एमानकर केते श्रद्धा मो प्रति केते प्रेम मो प्रति केते भाव वाह आज चैतन्य महाप्रभु मुक्त होती अद्वैताचार्य को उठे दुई हाथ उठे निज कूल बसी प्रभु अनंत कोटि ब्रह्मांडर नायक आज निज कूल भक्त को बसई भक्त वत्सल हरि भक्त भगवान होती भक्त वत्सल भगवान ज्ञानी वत्सल नुहति भगवान कर्म वत्सल नुहति भगवान हट वत्सल नुहति भगवान भक्त वत्सल भक्ति कले भगवान अत्यंत प्रिय हो जाती भक्तंकर भक्ति कले भगवान भक्तंकर दास हो जाती दास भाया सेवा करती भक्ति से भक्त वत्सल हरि भगवान को भक्त वत्सल कहुई ज्ञानी वत्सल नुहे कर्म वत्सल नुहे ध्यान वत्सल नुहे कर्म भक्त वत्सल भक्ति कले भगवान भक्ति रे बस भगवान भक्ति रे बस भगवान भक्ति रे आपण बस करि परिबे भगवान को कौन सी जिनस भगवान बस हेबे नहीं मन नाश करदेवे कि बस हेबे नहीं सत्यानाश करदेवे भक्ति रे बस ही जी हिरण्यकश्यप को सत्यानाश करदेले कंस को सत्यानाश करदेले रावण को सत्यानाश करदेले अहंकार किंतु रावण को ना विभीषण को भक्ति रे लंका प्रदान करदेले आउ कहा कौन करछंती युधिष्ठिर महाराज को हस्तिनापुर राजा करदेले आउ तेणु भक्ति रे भगवान बस ही जाती भक्तंकर इच्छा को पूरा कर दियंती दुई हस्ते तोड़ी प्रभु लइले नकुले आज अद्वैताचार्य को दुई हाथ में धारण कर कूल बसी आचार्य भाषिया ठाको रेर प्रेम जले
ଆନନ୍ଦେ ମୂର୍ଚ୍ଛିତ ହଏ ପଡ଼େ ପଦ ତଳେ। ଆଜି ଅଦ୍ୱୈତ ଆଚାର୍ଯ୍ୟ ନିଜ ପ୍ରେମାସୁରରେ ମହାପ୍ରଭୁଙ୍କ ଚରଣକୁ ଅଭିଷେକ କରିଦେଉଥିଲେ, କିନ୍ତୁ ବର୍ତ୍ତମାନ ମହାପ୍ରଭୁଙ୍କ କୂଳରେ, ଚୈତନ୍ୟ ମହାପ୍ରଭୁଙ୍କ କୂଳରେ ଆଜି ଅଦ୍ୱୈତ ଆଚାର୍ଯ୍ୟ ବସିଛନ୍ତି। ମହାପ୍ରଭୁଙ୍କ ପ୍ରେମ ଅବସରରେ ଆଜି ଅଭିଷେକ କରିଦେଉଛନ୍ତି ଅଦ୍ୱୈତ ଆଚାର୍ଯ୍ୟଙ୍କୁ। ବାହ! ତାପରେ ସେହି ସମୟରେ ଅଦ୍ୱୈତ ଆଚାର୍ଯ୍ୟଙ୍କର ପିଲାମାନେ ବି ଥିଲେ, ପୁଅ ଥିଲେ। 5 ବର୍ଷର ଗୋଟେ ପୁଅଟେ, 5 ବର୍ଷ ବୟସ୍କ ଶିଶୁପୁତ୍ର ଅଚ୍ୟୁତାନନ୍ଦ। ସୁନ୍ଦର ନାଁ ଦେଇଛନ୍ତି ଅଚ୍ୟୁତାନନ୍ଦ। ଦିଗମ୍ବର, କିଛି ପିନ୍ଧି ନାହାନ୍ତି। ଆଗରୁ ସବୁ ଗାଁ ଗହଳିରେ 10 ବର୍ଷ 12 ବର୍ଷ ପର୍ଯ୍ୟନ୍ତ ପିଲା କିଛି ପିନ୍ଧନ୍ତିନି। ଆମେ ବି ସେମିତି 50-60 ବର୍ଷ ତଳେ ଆମର 10-12 ବର୍ଷ ପର୍ଯ୍ୟନ୍ତ କପଡ଼ା ନଥିବ ଶରୀରରେ, ଧୂଳି ଦୋଷରେ ବୁଲୁଥିବ। ଆଜିକାଲି ମା ପେଟରୁ କପଡ଼ା ପିନ୍ଧି ଦେଉଛନ୍ତି। ଯାହା ହଉ, 5 ବର୍ଷର ଶିଶୁ ଅଚ୍ୟୁତାନନ୍ଦ ଦିଗମ୍ବର ବେଶରେ, ଧୂଳି ଦୋଷର ହେଇଛି। ପିଲାମାନେ ଖେଳୁଛନ୍ତି କୋଉଠି, ଏଇ ସେ ଅଦ୍ୱୈତ ଆଚାର୍ଯ୍ୟଙ୍କର ଏଇ ସବୁ ପଡ଼ିଆ ସବୁ ଅଛି, ଧୂଳି ପଡ଼ିଆ ଆଡ଼େ ଖେଳୁଛନ୍ତି ସବୁ ଗୁଣ୍ଡାଗୁଣ୍ଡି ହେଇକି, ଆଉ ପୁରା ଧୂଳି ଦୋଷର ହେଇଛି। ଯେତେବେଳେ ଅଚ୍ୟୁତାନନ୍ଦ ଦେଖୁଛନ୍ତି ଆଜି ଘରେ କ'ଣ ଗୋଟେ ଗହଳି ଚଳି ଲାଗିଛି, ଆଜି ଉତ୍ସବ ହଉଛି, କିଏ ଜଣେ ଆସିଛନ୍ତି। କିଏ ଆସୁଛନ୍ତି? ସିଏ ବାପା ଆଜି ଚୈତନ୍ୟ ମହାପ୍ରଭୁ କୂଳରେ, ଅଦ୍ୱୈତ ଆଚାର୍ଯ୍ୟ କୂଳରେ ବସିଛନ୍ତି, ବାପା କୂଳରେ ବସିଛନ୍ତି ମହାପ୍ରଭୁଙ୍କ କୂଳରେ। ଆଜି ଅଚ୍ୟୁତାନନ୍ଦ ଯାଇକି କ'ଣ କରିଛନ୍ତି? ଧୂଳି ଦୋଷରେ ହେଇ, ଲଙ୍ଗଳା ହେଇ, ଓଡ଼ିଆ କଞ୍ଚା ଓଡ଼ିଆ ଲଙ୍ଗଳା ହେଇ ଧୂଳି ଦୋଷରେ ହେଇ କ'ଣ କରିଛନ୍ତି ନା ପ୍ରଭୁଙ୍କ ଚୈତନ୍ୟ ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ପ୍ରଣାମ କରିଛନ୍ତି। ଛୋଟିଆ 5 ବର୍ଷର ପିଲା, ତାଙ୍କୁ କେମିତି ଟ୍ରେନିଂ ଦିଆହେଇଛି ଦେଖ। 5 ବର୍ଷର ପିଲା ଦଣ୍ଡବତ ପ୍ରଣାମ କ'ଣ, ଏ ପ୍ରଣାମ କ'ଣ ଜାଣିନାହାନ୍ତି। ଆଜିକାଲି ଯୁଗରେ ପ୍ରଣାମ କ'ଣ ଲୋକ ପିଲା ଜାଣିନାହାନ୍ତି, ଜୁହାର କ'ଣ ଜାଣିନାହାନ୍ତି। ଆଉ ମା ବାପା ତ ଯୋଉ ପ୍ରଣାମ କରିବେ, ଜୁହାର ହେବେ ନା, ପିଲା କେମିତି ଶିଖିବେ? ଗୋଟିଏ ପ୍ରଣାମ କରି ଆଜି ଦ୍ରୌପଦୀ 5 ପତିଙ୍କର ଜୀବନ ରକ୍ଷା କରିଦେଲେ। ପ୍ରଣାମ କରି କରି ଆଜି ମାର୍କଣ୍ଡେୟ 7 କଳ୍ପ ପର୍ଯ୍ୟନ୍ତ ବଞ୍ଚିକି ରହିଲେ। 7 ବର୍ଷର ମରିବା କଥା, 7 କଳ୍ପ ବଞ୍ଚିଲେ ଖାଲି ପ୍ରଣାମ କରି କରି। ସେଥିପାଇଁ ପ୍ରଣାମ ହେଉଛି ଗୋଟେ, ଭଗବାନଙ୍କୁ ପ୍ରଣାମ କରିବା, ସାଧୁଗୁରୁ ବୈଷ୍ଣବଙ୍କୁ ପ୍ରଣାମ କରିବା, ଏଇ ଗୋଟେ ଯଜ୍ଞ। ଭଗବାନଙ୍କୁ ପ୍ରସନ୍ନ କରିବାର ଏ ଗୋଟେ ବିଧି। ତେଣୁ ଆଜି ଅଚ୍ୟୁତାନନ୍ଦ 5 ବର୍ଷର ଦିଗମ୍ବର ଧୂଳି ଦୋଷର ହେଇ ଚୈତନ୍ୟ ମହାପ୍ରଭୁଙ୍କ ଚରଣରେ ଦିଗମ୍ବର ଶିଶୁରୂପ ଅଦ୍ୱୈତ୍ୟତନୟ ନାମ ଅଚ୍ୟୁତାନନ୍ଦ ମହାଜ୍ୟୋତିର୍ମୟ ପରମ ସର୍ବଜ୍ଞ ତିହୁ ଅଚିନ୍ତ୍ୟ ପ୍ରଭାବ ଯୋଗ୍ୟ ଅଦ୍ୱୈତ୍ୟର ପୁତ୍ର ସେଇ ମହାଭାଗ ଧୂଳାମୟ ସର୍ବାଙ୍ଗ হাসিতে হাসিতে জানিয়া হইলা প্রভু চরণ দেখিতে আসিয়া পড়িলা গৌর চন্দ্র পাদ তলে ধুলায় সহিত প্রভু
ଲଇଲେ ନ କୂଳେ। ଆଜି ବାପକୁ ଧରିଛନ୍ତି କୂଳରେ। ଅଦ୍ୱୈତ ଆଚାର୍ଯ୍ୟ ବାପା ନା, ବାପକୁ କୂଳରେ ଧରିଛନ୍ତି ଆଜି ମହାପ୍ରଭୁ। ନିଜ ଅସ୍ତ୍ରରେ ଅଭିଷେକ ଗାଧେଇ ଦଉଛନ୍ତି। ପୁଅ ଆସିକି ପହଞ୍ଚିଛି, ପୁଅ ଆସିକି ଧଡ଼ାମ କରି ପ୍ରଣାମ କରୁଛି ମହାପ୍ରଭୁଙ୍କୁ। ଆହା, ବାମ ହସ୍ତରେ ପୁଅକୁ ଉଠେଇଛନ୍ତି, କୋଳରେ ବସିଛନ୍ତି, ବାପ ପୁଅକୁ କୋଳରେ ବସିଛନ୍ତି। ୱାହ, କି ପ୍ରେମ! ଆଜି ବାପ ପୁଅ ପ୍ରକୃତରେ ପିତାଙ୍କ କୋଳରେ। ତୁମେବ ମାତା ଚ ପିତା ତୁମେବ, ତୁମେବ ବନ୍ଧୁ ଚ ସଖା। ତୁମେ ସମସ୍ତଙ୍କର ପିତା ସିଏ, ଅନନ୍ତ କୋଟି ବ୍ରହ୍ମାଣ୍ଡର ପିତା। 84 ଲକ୍ଷ ଜୀବମାନଙ୍କର ପିତା ସିଏ, ପରମ ପିତା। ପିତାଙ୍କ କୋଳରେ ସିଏ ଆଜି। ମହାବିଷ୍ଣୁ ବି ସମସ୍ତଙ୍କର ପିତା। ମହାବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ପ୍ରକଟ ହୁଅନ୍ତି, କିନ୍ତୁ ସିଏ ଆଜି ତାଙ୍କ ପିତାଙ୍କ କୋଳରେ, ତାଙ୍କ ବାପଙ୍କ କୋଳରେ ବସିଛନ୍ତି, ପରମ ପିତା। ଆଉ ପୁଅଙ୍କୁ ମଧ୍ୟ ନେଇକି ବସେଇଛନ୍ତି। ଅଚ୍ୟୁତାନନ୍ଦ 5 ବର୍ଷର ବାଳକ। ଧୂଳାୟ ସହିତ ଧୂଳି ହେଇଛନ୍ତି, ଧୂଳି ଧୂସର ହେଇଛନ୍ତି। ଆଇ ଧୂଳି ଧୂସର ସହିତ ବି ମହାପ୍ରଭୁ ଉଠେଇ ନେଇଛନ୍ତି। ଏଟା ଗାଧେଇ ନେଇ, ଏଟା ପରିଷ୍କାର ହେଇନି, ଏଟା ପ୍ୟାଣ୍ଟ ପିନ୍ଧିନି, ଏଟା କୁର୍ତ୍ତା ପିନ୍ଧିନି, ଏଟା ନେଇଯାଇ ନାଇଁ। ମହାପ୍ରଭୁ ଦେଖୁଛନ୍ତି, ତାର ଭାବ ଦେଖୁଛନ୍ତି। ପିଲାଟା ଧଡ଼ାମ କରି ପଡ଼ି ପ୍ରଣାମ କରୁଛି, କାନ୍ଦୁଛି। ବାଃ, ଭଗବାନ ଦେଖନ୍ତି ନାହିଁ ଶରୀରକୁ, ଦେଖନ୍ତି ନାହିଁ, ଭଗବାନ ତା ହୃଦୟକୁ ଦେଖନ୍ତି, ତା ପ୍ରେମ ଭାବକୁ ଦେଖନ୍ତି। ଭାବ ବିନୋଦିଆ ହରି ଭାବକୁ ଦେଖନ୍ତି। ଭାବକୁ ଅଭାବ, ଭାବକୁ ନିକଟ, ଅଭାବକୁ ଦୂର। ଭଗବାନ ଭାବ ଦେଖନ୍ତି, ଭାବ ବିନୋଦିଆ। ସେ କି କପଡ଼ା ପିନ୍ଧ, କି ଡ୍ରେସ୍ ପିନ୍ଧ ଦେଖନ୍ତି ନାହିଁ, ସେ ହୃଦୟକୁ ଦେଖନ୍ତି। ଭାବ କେମିତି ତାଙ୍କ ପ୍ରତି, ସେବାଭାବ କେମିତି, ନାମ ଭାବ କେମିତି, ଭକ୍ତିଭାବ କେମିତି ଦେଖନ୍ତି। ସିଏ ଆଉ କିଛି ଦେଖନ୍ତି ନାହିଁ। ପୁଅକୁ ଆଜି ମଧ୍ୟ କୂଳରେ ବସିଛି, ବାପ ପୁଅ 2 ଜଣ ବସିଛନ୍ତି କୂଳରେ। ଆଉ କ'ଣ ପଚାରୁଛନ୍ତି ପିଲାଙ୍କୁ? ବାପକୁ କିଛି ପଚାରୁନାହାନ୍ତି, ପୁଅକୁ ପଚାରୁଛନ୍ତି। ପ୍ରଭୁ ବୋଲେ ଅଚ୍ୟୁତ ଆଚାର୍ଯ୍ୟ ମୋର ପିତା, ସେ ସମ୍ବନ୍ଧେ ତୁ ମାୟ ଦୁଇ ଭ୍ରାତା। ହେ ଅଚ୍ୟୁତ, ଚୈତନ୍ୟ ମହାପ୍ରଭୁ ପଚାରୁଛନ୍ତି, ଅଚ୍ୟୁତ। ଅଚ୍ୟୁତ କହୁଛି ଆଜ୍ଞା। ବାପ ପୁଅ 2 ଜଣ ବସିଛନ୍ତି କୂଳରେ। କି ସୁନ୍ଦର। ଆଉ ପୁଅକୁ ପଚାରୁଛନ୍ତି ଅଚ୍ୟୁତାନନ୍ଦ। ଅଚ୍ୟୁତାନନ୍ଦ କହୁଛନ୍ତି ଆଜ୍ଞା। ଇଏ କିଏ ବସିଛନ୍ତି ଜାଣିଛ? ମୋ ବାପା। ହଁ, ସିଏ ମୋର ବି ବାପା। ତୋର ବାପା, ମୋର ବି ବାପା। ପ୍ରଭୁ ବୋଲେ ଅଚ୍ୟୁତ ଆଚାର୍ଯ୍ୟ ମୋର ପିତା। ହେ ଅଚ୍ୟୁତ, ଏ ବାଳକ, ଇଏ ଅଦ୍ୱୈତ ଆଚାର୍ଯ୍ୟ ତ ବାପା, ମୋର ବାପା ବି। ତୋର ବାପା, ମୋର ବାପା। ସେ ସମ୍ବନ୍ଧେ ତୁମାୟ ଆମର ଦୁଇ ଭ୍ରାତା। ସିଏ ଯଦି ତୋର ବାପା ହେଲା, ମୋର ବାପା ହେଲା, ତାହେଲେ ଆମେ 2 ଜଣ ଯାକ ଭାଇ। ଭାଇ ଭାଇ, ମୁଁ ବଡ଼ ଭାଇ, ତୁ ଛୋଟ ଭାଇ। ଅଚ୍ୟୁତ ଅଦ୍ୱୈତ ଆଚାର୍ଯ୍ୟଙ୍କର ପୁତ୍ର, ମହାବୁଦ୍ଧିମାନ। ପୁଅର ଭକ୍ତର ପୁତ୍ର ବୁଦ୍ଧିମାନ। ବାପ ଯେମିତି ବୁଦ୍ଧିମାନ, ପୁଅ ସେମିତି ବୁଦ୍ଧିମାନ। କହୁଛି ନାଇଁ 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 ଆଜ୍ଞା, ନାଇଁ ଆଜ୍ଞା। ଅଚ୍ୟୁତ ବୋଲେ ନ ତୁମି ଦୈବେ ଜୀବ ସଖା, ସବାକାର ବାପ ଏହି ବେଦେ ଲେଖା। ନାଇଁ ନାଇଁ ପ୍ରଭୁ, ଆପଣ ସେମିତି କୁହନ୍ତୁ ନାହିଁ। ମୁଁ ବାପାଙ୍କ ପାଖରୁ ଶୁଣିଛି ଆପଣ ଜଗତର ପିତା,
ମୋ ବାପା ମୋତେ ସନ୍ଧ୍ୟାବେଳେ ପଢ଼ିକି ଶୁଣେଇଛନ୍ତି, ଗୀତା ପଢ଼ନ୍ତି, ଭାଗବତ ପଢ଼ନ୍ତି। ମୁଁ ଜାଣିଛି ଆପଣ ସେ ଗୀତାରେ କହିନାହାନ୍ତି କି ଅହମ୍, ଗୀତାରେ ଆପଣ କହିଛନ୍ତି କ'ଣ କହିଛନ୍ତି ଗୀତାରେ? ମୁଁ ଜଗତର ପିତା ବୋଲି ଆପଣ କହିଛନ୍ତି। କୋଉ ଶ୍ଲୋକ ସେଟା? ପିତାହମସ୍ୟ ଜଗତ ମାତା ଧାତା ପିତାମହ। ଆପଣ କହିଛନ୍ତି ଆଜ୍ଞା ଗୀତାରେ ମୁଁ ସମସ୍ତଙ୍କର ପିତା, ସମସ୍ତଙ୍କର ବାପ। ସତରେ ଆପଣ ସମସ୍ତଙ୍କର ବାପ। ମୋ ବାପାଙ୍କର ଶୁଣି ମୋତେ ଠକାନ୍ତୁ ନାହିଁ। ଭଗବାନଙ୍କୁ ପାଠ ପଢ଼େଇ ଦଉଛି 5 ବର୍ଷର ପିଲା। ନାଇଁ ନାଇଁ, ସବାକାର ବାପ ତୁମି ଏହି ବେଦ ଲେଖା। ଏ ବେଦରେ, ଗୀତାରେ, ଭାଗବତରେ ସବୁଥିରେ ଲେଖା ଅଛି ଆପଣ ସମସ୍ତଙ୍କର ବାପ। ଆମର ନୁହେଁ କେବଳ, ମୋର ବାପାର ବାପ, ମୋର ବାପ। ତାପରେ ଅଦ୍ୱୈତ ଆଚାର୍ଯ୍ୟ ଘରେ ଠେଲା ପେଲା ଚାଲିଛି ଜଗନ୍ନାଥ ପୁରୀଙ୍କ ଭଳିଆ। ଜଗନ୍ନାଥଙ୍କ ଆଗରେ ଦର୍ଶନ କରିବାକୁ ଲୋକ ଯେମିତି ଠେଲା ପେଲା ହେଇ ଦୌଡ଼ନ୍ତି ଦର୍ଶନ କରିବାକୁ, ଆଜି ଅଦ୍ୱୈତ ଆଚାର୍ଯ୍ୟ ଘରେ ସେମିତି ହଉଛି, ଠେଲା ପେଲା ହେଇଛି ହଉଛି ଦର୍ଶନ କରିବାକୁ। ତେଣୁ ଅଦ୍ୱୈତ ଆଚାର୍ଯ୍ୟ ଜାଣିଛନ୍ତି ମହାପ୍ରଭୁ ଆସିଲା ପରେ ପ୍ରବଳ ଭିଡ଼ ହେଇଯିବ, ସେଥିପାଇଁ ଦ୍ୱାରପାଳଙ୍କୁ ରଖା ହେଇଛି, ଲୋକଙ୍କୁ କଣ୍ଟ୍ରୋଲ କରିବା ପାଇଁ ପୁଲିସ ରଖା ହେଇଛି। ଜଗନ୍ନାଥ ପୁରୀରେ କେତେ ଲୋକ, ତଥାପି କେତେ ପୁଲିସ, ଗୋଟେ ଲୋକକୁ ଗୋଟେ ପୁଲିସ, ତଥାପି କଣ୍ଟ୍ରୋଲ କରିବା ସମ୍ଭବ ହଉନି। ଅଦ୍ୱୈତ ଆଚାର୍ଯ୍ୟ ଜାଣିଛନ୍ତି ମହାପ୍ରଭୁ ଆସିଲେ ଜନସମୁଦ୍ର ହେଇଯିବେ, କଣ୍ଟ୍ରୋଲ କରିବାକୁ ସମ୍ଭବ ନୁହେଁ, ପିଟା ମରା ଜଳା ଚକଟା ହେଇଯିବେ। ସେଥିପାଇଁ ସବୁ ଦ୍ୱାରପାଳ ରଖା ହେଇଛି, ଚୌକିଦାର ରଖା ହେଇଛି। ଚୌକିଦାର କଣ୍ଟ୍ରୋଲ କରୁଛନ୍ତି, ଏଇ ଲାଇନ୍, ଏଇ ଲାଇନ୍। ଶ୍ରୀ ଅଦ୍ୱୈତ ଭବନରେ ପ୍ରଭୁ ପଦାର୍ପଣ କରିବା ମାତ୍ରେ ତାଙ୍କର ଦର୍ଶନ ଆକାଂକ୍ଷାରେ ସହସ୍ର ସହସ୍ର ହଜାର ହଜାର ଲୋକ ଆସି ଦ୍ୱାର ଦେଶରେ ଏକତ୍ରିତ ହେଲେ। ଅଦ୍ୱୈତ ପ୍ରଭୁ ଦ୍ୱାରରେ ଦ୍ୱାରପାଳ ରଖିଛନ୍ତି। ସେ ଜାଣନ୍ତି ତାଙ୍କ ଘରେ ଅତିଶୟ ଲୋକ ସଙ୍କଟ ହେବ, କିନ୍ତୁ ପ୍ରଭୁ 3 ଦିନ ଧରି କିଛି ଖାଇ ନାହାନ୍ତି। ତାଙ୍କର ଭିକ୍ଷା ଗ୍ରହଣ ବ୍ୟାଘାତ ହେବ। ଯେମିତି ଦର୍ଶନ ତ ସରିବନି, ଦିନ ରାତି 24 ଘଣ୍ଟା ହେଇର ଦର୍ଶନ ସରିବନି, କିନ୍ତୁ ପ୍ରଭୁ 3 ଦିନ ହେଲା କିଛି ଖାଇ ନାହାନ୍ତି, କିଛି ଭିକ୍ଷା କରିନାହାନ୍ତି। ଭଗବାନ ଆସିଛନ୍ତି, ଭଗବାନଙ୍କୁ ଭୋଗ ଲଗେଇବେ। ଭଗବାନ 3 ଦିନ ହେଲା କିଛି ଭୋଗ ଲାଗିନାହିଁ, କିଛି ଖାଇନାହାନ୍ତି। ଘରେ ଯଦି ଭଗବାନଙ୍କୁ ରଖିଥିବ, ଭୋକରେ ରଖିବ ନାହିଁ, ଖୁଆଇବ। ଯାହା ତମେ ଖାଉଛ ଭଗବାନଙ୍କୁ ଖୁଆଇବ। ତୁଳସୀ ଟିକେ ପକେଇକି ପ୍ରଭୁଙ୍କ ଆଗରେ ରଖି ହରେ କୃଷ୍ଣ କହିକି ଖୁଆଇବ, ପ୍ରଭୁ ଖୁଆଇକି ଖାଇବ। କିନ୍ତୁ ଅଦ୍ୱୈତ ଆଚାର୍ଯ୍ୟ ଦେଖୁଛନ୍ତି ପ୍ରଭୁ 3 ଦିନ ହେଲା କିଛି ଖାଇ ନାହାନ୍ତି, ପେଟରେ ମୂଷା ଦୌଡୁଛି। ମୂଷା ଦୌଡୁନି ମାନେ ଅଦ୍ୱୈତ ଆଚାର୍ଯ୍ୟ ଭାବୁଛନ୍ତି ମୋ ପ୍ରଭୁ, ମୋର ପ୍ରାଣନାଥ 3 ଦିନ ହେଲା ଖାଇନାହାନ୍ତି, 3 ଦିନ ଧରି ଉପାସ ଅଛନ୍ତି, ତାଙ୍କର ଭିକ୍ଷା ଗ୍ରହଣର ବ୍ୟାଘାତ ହେବ। ଏ ଯଦି ଏମିତି ଦର୍ଶନ କରିବେ ସବୁ, ପ୍ରଭୁ ଖାଇପାରିବେନି, ଭୋଜନ କରିପାରିବେ ନାହିଁ।
द्वारपाल अतिशय विनीत भाव उपस्थित जनसंघ को कहते तेणु द्वारपाल आउ कंट्रोल कर पार ना चौकीदार मैंने आउ कंट्रोल कर पार ना लोक से उच्च स्वर कहते हे मोर भाई माने हे दर्शन करने को आसते मोर भाई माने ए शांतिपुर ग्रामवासी माने कोलाहल कर ना स्थिर हो बस स्थिर हो वर्ष आज ठाकुर सन्यासी नहीं आसुँच तुमको दर्शन देवे समस्त दर्शन देवे समस्त कल्याण मंगल आशीर्वाद देवे तुम निश्चित कि बसी जाओ आउ ठाकुर सन्यासी ग्रहण करने पर 3 दिन है सन्यासी ग्रहण करी खाई ना तुम सब बसी जाओ शांति बस समस्ते प्रसाद पाइब आम जन 2 जन घर को आसिले आम कौन कर खाई देव यू आण से आण नहीं लक्ष लक्ष लोक आसुँच अद्वैताचार्य चिंता नहीं समस्त प्रसाद खाइए तार कौन है सेमती रोषे भी चलती खंदा भी लगी हाँ से घर को आसिले मंदिर को आसिले खाली हाथ फेरबे नहीं कि प्रसाद देकी फेरबे खजूर कोड़ी रखी अफरिंग कर हाथ देवे पानी ग्लास देवे प्रसाद खाई से खंदा चली आज भात डालमा खट्टा घांट हैं महाप्रभु 3 दिन है कि खाई ना सन्यासी नवार 3 दिन है सन्यासी नवा 3 दिन है कि महाप्रभु किसी खाई ना जानिले किए अद्वैताचार्य जानी पकड़े प्रभु किसी खाई ना और प्राणनाथ किसी खाई ना तुम मैंने सब शांति बस मो भगवान को और प्रभु को भिक्षा कराई तुम मान समस्त को भिक्षा कराई अर्थात प्रसाद खुआई भोजन पर तुम मैंने समस्त भोजन कर समस्ते महाप्रभु को दर्शन कर महाप्रभु आशीर्वाद देवे कृपा करिवे करुणा करिवे विपुल जनसंघ प्रभु दर्शन अभिलाष आज पागल से अति उत्कंठा एक कथा से कर्णरे प्रवेश करा नहीं गृहद्वार अतिशय कोलाहल होगा लगिला एवं उपस्थित लोक मान प्रभु दर्शन अतिशय उत्कंठा देखी गृह उपरी भाग में गोटे उच्च आसन में बसी दयामय भक्त बसल प्रभु से दर्शन देले तथापि तो लोक मान कोलाहल दर्शन अभिलाष दर्शन उत्कंठा इतने प्रबल थिला से द्वारपाल कटुआल जगुआल कहारी कथा शुणिले नहीं पुरी रे सेंती हुए ना से जत्ते कहते भाई टिके धीरे 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 हेरा माड़ी चलथिबे कहा ऊपर कहार तंटी गोड़ पड़ जाऊ बेकर गोड़ पड़ जाऊ पिठरे गोड़ पड़ जाऊ किए मरु किए बंचु से आस ना दर्शन ही जाऊ महाप्रभुंर चकानन टे दर्शन करने लोक आज पागल किए मरी जाऊ खातिर ना ये हजि जाऊ खातिर ना गोड़ भांगू हाथ भांगू कि खातिर ना महाप्रभुंर आखि 2टा दर्शन हो जाओ चका आखि दर्शन हो जाओ से भाई चैतन्य से गौर नीलाचले शंख चक्र गदा पद्मधर नदिया नगरे दंड कमंडोलकर से आज लीलाखेला कर सन्यासी रूप लोक आउ क्या कंट्रोल कर तेणु महाप्रभु गोटे उच्च आसन उच्च गोटे खट खट पर खट पकईदे उच्च आसन करदे महाप्रभु को बसईदे भक्त माने जी भर के दर्शन करी प्रभु दर्शन उत्कंठा घोर उपरे भाग गोटे उच्च आसन रे बसी दयामय भक्त बसल प्रभु से दर्शन देले उच्च आसन रे बसी जमी जो बसिले समस्त दर्शन करें
ସେମିତି ଆସନରେ ବସି ସମସ୍ତଙ୍କୁ ଦର୍ଶନ ଦେଲେ। ଦର୍ଶନ ପବିତ୍ର କର, ଏ ତୁମାର ଗୁଣ। ସମସ୍ତଙ୍କୁ ଦର୍ଶନ ଦେଇକି ଆଜି ପବିତ୍ର କରୁଛନ୍ତି। ବାହ, କି ଅପୂର୍ବ ସନ୍ନ୍ୟାସୀ ରୂପ। ମହାପ୍ରଭୁ ସନ୍ନ୍ୟାସୀ ରୂପ କି ଅପୂର୍ବ। ଲୋକ ଦେଖିକି ଯେମିତି ଅମୃତ ରୂପ କ'ଣ ଯେମିତି ମହାପ୍ରଭୁ ଦର୍ଶନ କରିକି ଦର୍ଶନାମୃତ ଯେମିତି ପାନ କରୁଛନ୍ତି, ତୃପ୍ତ ହେଉଛନ୍ତି ଦର୍ଶନ କରିକି। ଖାଇବେ କ'ଣ? ମହାପ୍ରଭୁ ଦର୍ଶନ କରିକି ସନ୍ନ୍ୟାସୀ ରୂପକୁ ଦର୍ଶନ କରିକି ତୃପ୍ତ ହେଉଛନ୍ତି। ସର୍ବାକର୍ଷଣ, ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି ଚୈତନ୍ୟ ମହାପ୍ରଭୁ ତାଙ୍କ ସନ୍ନ୍ୟାସୀ ରୂପରେ। ସେ ଅପୂର୍ବ ସନ୍ନ୍ୟାସୀ ବେଶରେ ସେଠାରେ ଦଣ୍ଡାୟମାନ ହୋଇ ସର୍ବଲୋକ ପ୍ରତି ଶୁଭ ଦୃଷ୍ଟିପାତ କରୁଛନ୍ତି। ସମସ୍ତେ ପ୍ରଭୁଙ୍କର ଅପରୂପ ସୌନ୍ଦର୍ଯ୍ୟକୁ ଦର୍ଶନ କରୁଛନ୍ତି। ଏଇଟା ଆଜି ରଖିବା, ସରିବ ନାହିଁ ନା, ସରିବନି। ବାଃ ବାଃ, କାହିଁକି ନା ଚୈତନ୍ୟ ଭାଗବତ, ଚୈତନ୍ୟ ଚରିତାମୃତ, ଚୈତନ୍ୟ ମଙ୍ଗଳ ତିନି ଜଣ ମିଶିଯାଇଛନ୍ତି। ଜଗନ୍ନାଥ, ବଳଦେବ, ସୁଭଦ୍ରା ତିନି ଜଣ ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ଜଗନ୍ନାଥ ଆଉ କୃଷ୍ଣ ଆଉ ଚୈତନ୍ୟ ମହାପ୍ରଭୁ ତିନି ଜଣ ମିଶିଯାଇଛନ୍ତି ଏଠି। ତେଣୁ ସରିବା ଏତେ ସହଜ କଥା ନୁହେଁ। ଚୈତନ୍ୟ ଭାଗବତ, ଚୈତନ୍ୟ ଚରିତାମୃତ, ଚୈତନ୍ୟ ମଙ୍ଗଳ ତିନି ଜଣ ମିଶିଯାଇଛନ୍ତି। ତେଣୁ ଏଠି ଆହୁରି ବିସ୍ତାର ହେଇଛନ୍ତି, ପୁସ୍ତକ ବିସ୍ତାର ହେଇଛନ୍ତି। ତେଣୁ ଆମେ ଆଉ କାଲି ଶୁକ୍ରବାର ଶୁଣିପାରିବା ନାହିଁ।